ରାବଣଙ୍କଠାରୁ ବଡ଼ ବିଦ୍ୱାନ ଆଉ କେହି ନଥିଲେ। ଯେତେବେଳେ ରାବଣ ମରୁଥିଲେ ପ୍ରଭୁ ରାମ ଲକ୍ଷ୍ମଣଙ୍କୁ ତାଙ୍କ ପାଖକୁ ପଠାଇଥିଲେ। ସେ କହିଥିଲେ, ବିଶ୍ୱର ସବୁଠାରୁ ବଡ଼ ବିଦ୍ୱାନ ମରୁଛନ୍ତି, ଯାଅ ଲକ୍ଷ୍ମଣ, କିଛି ଜ୍ଞାନ ଆଣ। ଲକ୍ଷ୍ମଣ ଗଲେ। ସେ ରାବଣଙ୍କୁ 3 ଥର ଜ୍ଞାନ ଦେବାକୁ ଅନୁରୋଧ କଲେ, କିନ୍ତୁ ରାବଣ କୌଣସି ଉତ୍ତର ଦେଲେ ନାହିଁ। ଲକ୍ଷ୍ମଣ ପ୍ରଭୁ ରାମଙ୍କ ପାଖକୁ ଫେରି ଆସିଲେ। ସେ କହିଲେ, ପ୍ରଭୁ, ମୁଁ ରାବଣଙ୍କୁ ବହୁତ ଜ୍ଞାନ ଦେବାକୁ ଅନୁରୋଧ କରିଥିଲି, କିନ୍ତୁ ରାବଣ କିଛି କହିଲେ ନାହିଁ। ପ୍ରଭୁ ରାମ ପଚାରିଲେ, ତୁମେ କେଉଁଠି ଠିଆ ହୋଇଥିଲ? ଲକ୍ଷ୍ମଣ କହିଲେ, ମୁଁ ରାବଣର ମସ୍ତକ ପାଖରେ ଠିଆ ହୋଇଥିଲି। ପ୍ରଭୁ ରାମ କହିଥିଲେ ଯେ, ଯଦି ତୁମେ ଜ୍ଞାନ ପାଇବାକୁ ଚାହୁଁଛ, ତେବେ ପ୍ରଥମେ ନତମସ୍ତକ ହେବା ଶିଖ। କାହାଠାରୁ ଜ୍ଞାନ ପାଇବା ପାଇଁ ତାଙ୍କ ପାଦ ପାଖରେ ଛିଡ଼ା ହେବା ଉଚିତ, ତାଙ୍କ ମସ୍ତକ ପାଖରେ ନୁହେଁ। ଏହି ସମୟରେ ତୁମେ ଯୁଦ୍ଧରେ ବିଜୟୀ ନୁହଁ, ବରଂ ଶିଷ୍ୟ। ପୃଥିବୀରେ ରାବଣ ଭଳି ବିଦ୍ୱାନ ବହୁତ କମ୍ ଅଛନ୍ତି। ଏଥର ଲକ୍ଷ୍ମଣ ପୁଣି ରାବଣଙ୍କ ପାଖକୁ ଗଲେ। ସେ ତାଙ୍କ ପାଦ ପାଖରେ ଠିଆ ହେଲେ। ଏଥର ଲକ୍ଷ୍ମଣ ତାଙ୍କୁ ଜ୍ଞାନ ପ୍ରଦାନ କରିବାକୁ ନମ୍ରତାର ସହିତ ଅନୁରୋଧ କଲେ। ଏଥର ରାବଣ ଖୁସି ହୋଇ ଲକ୍ଷ୍ମଣଙ୍କୁ 3ଟି କଥା କହିଲେ। ରାବଣ ପ୍ରଥମ କଥା କହିଲେ ଯେ, ଶୁଭ କାର୍ଯ୍ୟ ଶୀଘ୍ର କରିବା ଉଚିତ, ଅଶୁଭ କାର୍ଯ୍ୟକୁ ଯଥାସମ୍ଭବ ସ୍ଥଗିତ ରଖିବା ପାଇଁ ଚେଷ୍ଟା କରିବା ଉଚିତ। ଶୁଭ କାର୍ଯ୍ୟ ଜୀବନରେ ସମୃଦ୍ଧି ଆଣିଥାଏ ଏବଂ ଅଶୁଭ କାର୍ଯ୍ୟ ବିନାଶର କାରଣ ହୁଏ। ମୁଁ ପ୍ରଭୁ ଶ୍ରୀରାମଙ୍କୁ ପୂର୍ବରୁ ଚିହ୍ନି ପାରିନଥିଲି ଏବଂ ତାଙ୍କ ଶରଣାପନ୍ନ ହେବାରେ ବିଳମ୍ବ କରିଥିଲି। ଏହା ମୋର ବିନାଶର କାରଣ ହୋଇଗଲା। ମୁଁ ଅଶୁଭ କାର୍ଯ୍ୟକୁ ପ୍ରାଧାନ୍ୟ ଦେଲି, ଅର୍ଥାତ୍ ଭଗବାନ ରାମଙ୍କ ସହିତ ଶତ୍ରୁତା ଏବଂ ତାଙ୍କ ସହିତ ଯୁଦ୍ଧ କଲି। ମୁଁ ଏହି କାର୍ଯ୍ୟ ଶୀଘ୍ର କଲି ଏବଂ ଶୁଭ କାମ ଅର୍ଥାତ୍ ମୁଁ ତାଙ୍କ ସହିତ କୌଣସି ଚୁକ୍ତି କରିନଥିଲି। ଏହି କାରଣରୁ ମୋର ଏହି ଭାଗ୍ୟ ହୋଇଛି। ଦ୍ୱିତୀୟ କଥା ହେଉଛି, ଶତ୍ରୁକୁ କେବେ ଛୋଟ ଭାବିବା ଉଚିତ ନୁହେଁ। ମୁଁ ମଣିଷ ଏବଂ ବାନର ଭାଲୁକୁ ତୁଚ୍ଛ ମନେ କରୁଥିଲି। ମୁଁ ଯମରାଜଙ୍କୁ ଆକ୍ରମଣ ମଧ୍ୟ କରିଥିଲି, କିନ୍ତୁ ଏହା ମୋର ଭୁଲ ଥିଲା। ମୁଁ ଭାବିଲି ଯେ, ବାନର ଭାଲୁଙ୍କ ସେନା ମୋର କ'ଣ କ୍ଷତି କରିପାରିବ? ସେହି ସେନା ମୋର ଗର୍ବକୁ ଭାଙ୍ଗିଦେଲା। ଶତ୍ରୁକୁ ଛୋଟ ମନେ କରିବା ଏକ ବଡ଼ ଭୁଲ। ତୃତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେହି ତୁଚ୍ଛ ନୁହନ୍ତି। ବ୍ରହ୍ମଦେବଙ୍କଠାରୁ ବର ମାଗିବା ସମୟରେ ମୁଁ କହିଥିଲି ଯେ, ମଣିଷ ଏବଂ ବାନର ବ୍ୟତୀତ ମୋତେ କେହି ମାରିପାରିବେ ନାହିଁ। ମୁଁ ସେମାନଙ୍କୁ ତୁଚ୍ଛ ମନେ କରୁଥିଲି, କିନ୍ତୁ ମୋର ଅହଙ୍କାରକୁ ଏହା ନଷ୍ଟ କରିଦେଲା। ଏଠାରେ ଆମେ ଦେଖିପାରୁଛୁ ଯେ, ରାବଣ ଶିକ୍ଷା ଦ୍ୱାରା ନମ୍ରତା ଅର୍ଜନ କରିନଥିଲେ। ଏହା ତାଙ୍କ ବିନାଶର କାରଣ। ଭଗବାନ ରାମ ମଧ୍ୟ ଲକ୍ଷ୍ମଣଙ୍କୁ ଶିକ୍ଷା ଗ୍ରହଣ କରିବା ପୂର୍ବରୁ ନମ୍ର ହେବାର ଆବଶ୍ୟକତା ବିଷୟରେ କହିଥିଲେ। ଏହାର ଅର୍ଥ ହେଉଛି, ଶିକ୍ଷା ପୂର୍ବରୁ ନମ୍ରତା ଅର୍ଜନ କରାଯାଏ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ରାବଣ, ଯାହାଙ୍କ ନାଭିରେ ଅମୃତ ଥିଲା, ସେ ମଧ୍ୟ ଶିକ୍ଷା ଗ୍ରହଣ କରିବା ପରେ ନମ୍ର ନ ହେବା ଯୋଗୁଁ ନଷ୍ଟ ହୋଇଯାଇଥିଲେ। ଏହି କାରଣରୁ ଜୀବନରେ ଶିକ୍ଷା ଗ୍ରହଣ କରିବା ସହିତ ନମ୍ର ହେବା ଆବଶ୍ୟକ। ଯେତେବେଳେ ଗଛରେ ଫଳ ଫଳେ, ସେଗୁଡ଼ିକ ବଙ୍କା ହୁଏ। ଯାହା ବଙ୍କା ହୁଏ ନାହିଁ, ତାହା ଭାଙ୍ଗିଯାଏ। ଯେତେବେଳେ ଝଡ଼ ଆସେ, ସେହି ବିଶାଳ ବୃକ୍ଷଗୁଡ଼ିକ, ଯାହା ବଙ୍କା ହୁଏ ନାହିଁ, ଭାଙ୍ଗିଯାଏ। ଅନ୍ୟପକ୍ଷରେ ଯେଉଁ ନରମ ଘାସ ବଙ୍କା ହୁଏ, ତାହା ସୁରକ୍ଷିତ ରହିଥାଏ। ତ ସାଙ୍ଗମାନେ, କାହାଣୀଟି କେମିତି ଲାଗିଲା କମେଣ୍ଟସରେ ନିଶ୍ଚୟ ଜାଣିବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।